ମିଳିଛି ସୁଯୋଗ ପ୍ରଭୁ ନାହାନ୍ତି ତ ତୁମ ପରେ କ୍ଷୁଧ ଖ୍ରୀଷ୍ଟଙ୍କୁ କରହେ ତ୍ୱରିତେ ସାକ୍ଷାତ ଶେଷ ବିଚାରର ଦିନ ଯେ ନିକଟ প্রিয় শ্ରୋତା ବନ୍ଧୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପବିତ୍ର ନାମରେ ଆପଣଙ୍କୁ ଶୁଭେଚ୍ଛା। ପବିତ୍ର ବାଇବଲର ମାଥିଉ ଲିଖିତ ସୁସମାଚାର 10 ଅଧ୍ୟାୟର 15 ପଦରେ ଆମମାନେ ଏହିପରି ପାଠ କରୁ, ମୁଁ ତୁମମାନଙ୍କୁ ସତ୍ୟ କହୁଅଛି, ବିଚାର ଦିନରେ ସେହି ନଗରର ଦଶା ଅପେକ୍ଷା ସୋଦୋମ ଓ ଗମୋରା ଦେଶର ଦଶା ସହନୀୟ ହେବ। ବିଚାରର ଦିନ ଏପରି ଏକ ଦିନ ଯାହା କେହି ସ୍ମରଣ କରିବାକୁ ଚାହାନ୍ତି ନାହିଁ ବା ଚାହିଁବେ ନାହିଁ। ମନୁଷ୍ୟ ଜନ୍ମରୁ ପାପୀ। ତାହାର ପାପ ସ୍ୱଭାବ ହେତୁ ସେ ଯାହା କିଛି କଳ୍ପନା କରେ ତାହା ମନ୍ଦ ମାତ୍ର ହୋଇଥାଏ। ସେ ଯାହା କହେ ତାହା ମନ୍ଦ, ସେ ଯାହା କରେ ତାହା ମଧ୍ୟ ମନ୍ଦ ହୋଇଥାଏ। ଯେଉଁ ଈଶ୍ୱର ପବିତ୍ର, ଧାର୍ମିକ ଓ ନ୍ୟାୟବାନ ଅଟନ୍ତି, ସେ ପାପୀ ମନୁଷ୍ୟ ନିମନ୍ତେ ନରକର ଦଣ୍ଡ ନିରୂପଣ କରିଅଛନ୍ତି। ପ୍ରତ୍ୟେକଙ୍କୁ ତ ମରିବାକୁ ହେବ ଓ ମୃତ୍ୟୁ ପରେ ଦିନେ ଈଶ୍ୱରଙ୍କ ବିଚାର ସିଂହାସନର ସମ୍ମୁଖରେ ଠିଆ ହେବାକୁ ପଡ଼ିବ, ଯେଉଁଠାରେ ସେ କୌଣସି ପ୍ରକାର ବାହାନା ବାଡ଼ି ପାରିବ ନାହିଁ। ଏହି ସତ୍ୟକୁ ଜାଣି ସୁଦ୍ଧା ମନୁଷ୍ୟ ନିଜର ଚକ୍ଷୁ ବନ୍ଦ କରି ରଖିବାକୁ ଚାହେଁ। ଏଥିପାଇଁ ସେ ବାରମ୍ବାର ଈଶ୍ୱରଙ୍କୁ, ତାହାଙ୍କ ସୁସମାଚାରକୁ ଓ ତାହାଙ୍କ ବିଚାରକୁ ଅଗ୍ରାହ୍ୟ କରେ। ଈଶ୍ୱରଙ୍କୁ ଅଗ୍ରାହ୍ୟ କରି ମନୁଷ୍ୟ ଭାବେ ଯେ ଈଶ୍ୱରଙ୍କ ବିଚାରରୁ ଓ ଦଣ୍ଡରୁ ସେ ରକ୍ଷା ପାଇଯିବ। ମାତ୍ର ପ୍ରଭୁ ଯୀଶୁ ଖ୍ରୀଷ୍ଟ କହନ୍ତି ଯେ ଏହିପରି ଲୋକଙ୍କ ଦଶା ଅପେକ୍ଷା ସୋଦୋମ ଓ ଗମୋରାର ଦଶା ସହନୀୟ ହେବ। ଏହିପରି ଦଣ୍ଡରୁ ରକ୍ଷା କରିବା ନିମନ୍ତେ ପ୍ରଭୁ ଯୀଶୁ ଖ୍ରୀଷ୍ଟ କ୍ରୁଶରେ ବଳିଦାନ ହେଲେ, ପୁଣି ମନୁଷ୍ୟ ପାଇଁ ପାପ କ୍ଷମା ଓ ପରିତ୍ରାଣର ପଥ ପ୍ରସ୍ତୁତ କଲେ। ଆପଣ ଯେପରି ଏହି ପରିତ୍ରାଣର ପଥ ଗ୍ରହଣ କରିବେ, ଏଥିପାଇଁ ଆପଣଙ୍କୁ ଈଶ୍ୱର ସାହାଯ୍ୟ କରନ୍ତି।